ପ୍ଲେଟ୍ ଏଗୁରା ମୋର 30 ଟଙ୍କା ରଖା ହେଇଥିଲା। ସେଥିରେ 3 ପିସ୍ ଚକୁଳି ରୁହେ, ଡାଲମା ଯାହା ବି ଆଇଟମ ଦିଆଯାଏ। ବର୍ତ୍ତମାନ 10 ଟଙ୍କା ହିଁ ବଢେଇଛୁ। ଏମିତି କୌଣସି ଜିନିଷ ନାହିଁ ଯେ ତାର ସଲ୍ୟୁସନ ବାହାରିବନି। ଯଦି ଗଭର୍ଣ୍ଣମେଣ୍ଟ ହିଁ ଚାହିଁବନି ଯେ ସଲ୍ୟୁସନ ଟା ଜଲ୍ଦି ପ୍ରୋଭାଇଡ କରିବା ପାଇଁ, ତ ଏମିତି ପ୍ରୋବ୍ଲେମ ସାଧାରଣ ଲୋକ ବହୁତ ଫେସ୍ କରିବେ। ନିହାତି ଭାବେ ଭାଇ ଗ୍ୟାସ୍ ପାଇଁ ତ ବହୁତ ପ୍ରୋବ୍ଲେମ ହଉଛି। ଆମର ତ ବେପାରୀ, ଏଇଟା ବେପାରୀ ଆମେ ସବୁ ମାନେ ଘର ଚଳଣି, ଆମକୁ ବି ବହୁତ ଅସୁବିଧା ହଉଛି। ଯିଏ ବି ଗ୍ରାହକ ଆସୁଛନ୍ତି ତାଙ୍କୁ ବି ବହୁତ ଅସୁବିଧା ହଉଛି। ସେଥିପାଇଁ ପ୍ଲେଟ୍ ଏଗୁରା ମୋର 30 ଟଙ୍କା ରଖା ହେଇଥିଲା। ସେଥିରେ 3 ପିସ୍ ଚକୁଳି ରୁହେ, ଡାଲମା ଯାହା ବି ଆଇଟମ ଦିଆଯାଏ। ବର୍ତ୍ତମାନ 10 ଟଙ୍କା ହିଁ ବଢେଇଛୁ। ସମସ୍ତଙ୍କୁ ଦେଖିକି ବି ବଢେଇଛି। ଆମର ଯେମିତି 2 ପଇସା ଆମକୁ ମିଳିବ, ଲୋକଟି ଯେମିତି ଶାନ୍ତିରେ ଖାଇକି ଯାଇପାରିବ। ତ ଆପଣ ଯୋଉ ବେପାର ହଉଥିଲା ତା ଉପରେ ଟିକେ କମିଛି ନିହାତି ଭାବେ ଭାଇ କମିଛି। ଯେହେତୁ ଦର ଟିକେ ବଢୁଛି, ଆମେ ଯେମିତି ଗ୍ୟାସ୍ ଆଣିବା ପାଇଁ ପ୍ରୋବ୍ଲେମ ରହୁଛି, ଲୋକ ବି ଯିଏ 30 ଟଙ୍କା ଦଉଥିଲେ ସେ 40 ଟଙ୍କା କାହିଁକି ଦେବା ପାଇଁ ଯିବ। ତ ସେଇ ଅନୁଯାୟୀ ବି ଟିକେ କମି ଯାଇଛନ୍ତି, ଗ୍ରାହକ କେତେ କମି ଯାଇଛନ୍ତି। କାରଣ ଦୋକାନ ବନ୍ଦ ରହୁଛି, ଖୋଲା ରହୁଛି। ଗ୍ୟାସ୍ ଆରେଞ୍ଜ ହେଲେ କୋଉଠୁ କରିପାରୁଛୁ, ନହେଲେ କରିପାରୁନୁ। ସତରେ ସର୍ଟ ଅଛି ନା କିଛି କଳ ବଜାରୀ କେମିତି? ନିହାତି ଭାବେ ଭାଇ ଦେଖନ୍ତୁ, ଏମିତି କୌଣସି ଜିନିଷ ନାହିଁ ଯେ ତାର ସଲ୍ୟୁସନ ବାହାରିବନି। ଯଦି ଗଭର୍ଣ୍ଣମେଣ୍ଟ ହିଁ ଚାହିଁବନି ଯେ ସଲ୍ୟୁସନ ଟା ଜଲ୍ଦି ପ୍ରୋଭାଇଡ କରିବା ପାଇଁ, ତ ଏମିତି ପ୍ରୋବ୍ଲେମ ସାଧାରଣ ଲୋକ ବହୁତ ଫେସ୍ କରିବେ।